ସେଦିନ ସକାଳୁ ଅ, ଆମର ମାରିଗୁଣ୍ଡା ଯୋଉ ଗାଁ ଅଛି ସେରଙ୍ଗ ଥାନା ଏରିଆରେ ତାଙ୍କର ଘରର ଆର୍ ଲକ୍ଷ୍ମୀ କଲ୍ୟାଣୀ ନିଜ ପରିବାର ବର୍ଗଙ୍କ ସହିତ ଆର୍ ଲକ୍ଷ୍ମୀ କଲ୍ୟାଣୀ ନିଜ ପରିବାର ବର୍ଗଙ୍କ ସହିତ ଶ୍ରୀକାକୁଲମର ସନ୍ ଟେମ୍ପଲ ବୁଲିବା ପାଇଁ ଯାଇଥିଲେ। ସିଏ ରାତିରେ ପ୍ରାୟ 11:30 ସମୟରେ ଯେତେବେଳେ ଘରକୁ ଫେରିଛନ୍ତି ତାଙ୍କ ଘରୁ ସମସ୍ତ ସୁନା ଗହଣା ତାଙ୍କର ଲକର ଭାଙ୍ଗିକିରି ଆଲମିରା ଭାଙ୍ଗିକିରି ଚୋରମାନେ ନେଇଯାଇଥିବାର ସେ ଦେଖିଥିଲେ। ଏଇ ଘଟଣା ସେ ସକାଳୁ ସକାଳୁ ଆସିକିରି ସେରଙ୍ଗ ଥାନା ରିପୋର୍ଟ କରିଥିଲେ ଏବଂ ତାଙ୍କର ଚୋରି ଯାଇଥିବା ସମସ୍ତ ଅର୍ଣ୍ଣାମେଣ୍ଟର ଲିଷ୍ଟ ମଧ୍ୟ ଆମକୁ ଦେଇଥିଲେ। ପରବର୍ତ୍ତୀ ସମୟରେ ଆମର ତଦନ୍ତ ଜାରି ରହିଥିଲା ଏବଂ ଆମେ ବିଭିନ୍ନ ଦିଗକୁ ନେଇକରି ତଦନ୍ତ କରି ଆମର ହେଡକ୍ୱାର୍ଟରର ଡିଏସ୍ପିଙ୍କର ତତ୍ତ୍ୱାବଧାନରେ ଗୋଟେ ସ୍ପେଶାଲ ଟିମ୍ ଗଠନ କରିଥିଲୁ। ସେଇ ଟିମ୍ ଏଇ କାମରେ ବିଗତ ପ୍ରାୟ 10 ଦିନ ହବ ଲାଗିଥିଲେ। ଆମେ ଶେଷରେ ଜାଣିବାକୁ ପାଇଲୁ ଯେ ତାଙ୍କରି ଗାଁ ପାଖର 3 ଜଣ ବ୍ୟକ୍ତି ତାଙ୍କର ଅନୁପସ୍ଥିତିର ସୁଯୋଗ ନେଇକରି ଏଭଳିଆ କାଣ୍ଡ ଘଟେଇଛନ୍ତି ଏବଂ ସେ 3 ଜଣଙ୍କୁ ଆଣି ପଚରା ଉଚରା କରାଯାଇଥିଲା ସାକ୍ଷୀମାନଙ୍କ ସାମ୍ନାରେ। ସେମାନେ ଇଣ୍ଟରୋଗେସନ ସମୟରେ କନଫେସ୍ କରିଥିଲେ ଯେ ଆମେ ତାଙ୍କ ଭିତରୁ 3 ଜଣଙ୍କ ମଧ୍ୟରୁ 2 ଜଣ ଘର ଭିତରେ ପଶିଥିଲେ ଏବଂ ଜଣେ ବାହାରେ ରହିକି ଜଗି ରହିଥିଲେ କାଳେ ଘରର ଇନମେଟ୍ସ ମାନେ ପଳେଇ ଆସିବେ କି ଅନ୍ୟ କିଏ ଗ୍ରାମବାସୀ ଦେଖିଦେବେ ତାଙ୍କୁ ସେ ବାହାରେ ମଧ୍ୟ ଜଣେ ରହିକରି ଏଇ କାମ କରୁଥିଲା। ସେମାନେ ସମସ୍ତ ସୁନା ଗହଣାକୁ ନେଇକି ନିକଟସ୍ଥ ଗୋଟେ ଜଙ୍ଗଲରେ ଗାତ ଖୋଳିକିରି ପୋତି ଦେଇଥିଲେ। ଆଜି ସାକ୍ଷୀ ଏବଂ ପୁଲିସ ସହିତ ଘଟଣାସ୍ଥଳକୁ ଯାଇ ଯୋଉ ଜାଗାରେ ସେମାନେ ଲୁଚେଇଥିଲେ ସେଠାରେ ସେ ନିଜେ ସେ ଜାଗା ଦେଖେଇ ସେଠାରୁ ବାହାର କରିକି ଦବାରେ ସାକ୍ଷୀମାନଙ୍କ ଉପସ୍ଥିତିରେ ସେ ସବୁକୁ ସିଜର କରାହେଇଛି ଏବଂ ସିଜର ଲିଷ୍ଟ ତିଆରି କରାହେଇଛି। ସେ 3 ଜଣ ଯୋଉମାନେ ଚୋରିରେ ସମ୍ପୃକ୍ତ ଅଛନ୍ତି ସେମାନେ ମାରିଗୁଡା ଗାଁର ମରାଠୀ ଗିରିବାବୁ, ଅରୁଣ କୁମାର ପ୍ରଧାନ ଆଉ ପାରିଡା ଭିଲେଜର ମୁରଲୀ ନାୟକ, ଏଇ 3 ଜଣ ଘଟଣାରେ ସମ୍ପୃକ୍ତ ଅଛନ୍ତି। ତାଙ୍କୁ ଗିରଫ କରାହେଇଛି। ସମସ୍ତ ସୁନା ଗହଣା ଯାହା ବି ଚୋରି ହେଇଥିଲା ସବୁ ରିକଭରି କରାହେଇଛି। ଆଜି ସେଇ 3 ଜଣଙ୍କୁ କୋର୍ଟ ଚାଲାଣ ନାଇଁ, କୌଣସି ସମ୍ପର୍କ ନାହିଁ। କଲପ୍ରିଟ ମାନଙ୍କର କୌଣସି ସମ୍ପର୍କ ନାହିଁ। ଚୋରି ଯେତିକି ସୁନା ଗହଣା ଯାଇଥିଲା ଏବଂ ଆମେ ତ ସବୁ ରିକଭରି କରିଛୁ, ତାର ବର୍ତ୍ତମାନ ମାର୍କେଟ ଭ୍ୟାଲ୍ୟୁ ପାଖାପାଖି 40 ରୁ 45 ଲକ୍ଷ ଟଙ୍କା ହବ ଏବଂ ସେ ସୁନା ବାବଦରେ ତାଙ୍କ ପାଖରେ ଯଥେଷ୍ଟ ଡକୁମେଣ୍ଟ ମଧ୍ୟ ରହିଛି ତାଙ୍କ ସୁନା ବୋଲି ସେ ସବୁକୁ ଚିହ୍ନି ପାରିବେ। ଏମାଉଣ୍ଟ କିଛି ରିକଭରି ହେଇନାହିଁ। ଆମ ଇଣ୍ଟରୋଗେସନ ସମୟରେ ସେମାନେ କୌଣସି ଟଙ୍କା ନେଇଥିବା କଥା ସ୍ୱୀକାର କରିନାହାନ୍ତି। ତଥାପି ଆମେ ଯଦି ଦରକାର ପଡିବ ସେମାନଙ୍କୁ ପୁଣି ଥରେ ରିମାଣ୍ଡରେ ଆଣିକି ଆଉ ପଚରା ଉଚରା କରିବୁ। ହଁ, ସେଇଟା ଥିଲେ ଅଭିଯୋଗ ତାଙ୍କର ଥିଲା, କିନ୍ତୁ ଆମେ ତାଙ୍କର ଚୋରି ଯାଇଥିବା ସମସ୍ତ ସୁନା ଗହଣା ଏବଂ ରୂପା ଗହଣା ଏଗୁଡାକ ପାଇଛୁ। କୌଣସି କ୍ୟାସ୍ ରିକଭରି ହେଇନାହିଁ। ସେ କହୁଛନ୍ତି ପାଖାପାଖି 1,98,000 ଟଙ୍କା ତାଙ୍କର ସେ ଆଲମିରାରେ ଥିଲା ବୋଲି। ସେ ବାବଦରେ ଆମର ଇଣ୍ଟରୋଗେସନ ଆହୁରି ବି ଟିକେ କରିବୁ। ଆମେ ଯଦି ଇଣ୍ଟରୋଗେସନ ଆମେ ସକ୍ସେସ୍ ହେଲୁ ଭଲ କଥା, ନାହିଁ ତ ପୁଣି ଆମେ ତାଙ୍କୁ ରିମାଣ୍ଡରେ ଆଣିବୁ। ଏବେ ଯାଏ ଆମର ଇଣ୍ଟରୋଗେସନରେ ଆମେ ଯାହା ଜାଣିବାକୁ ପାଇଛୁ ଏମାନେ ଅନ୍ୟ କୌଣସି କ୍ରାଇମ ଆଗରୁ କରିନାହାନ୍ତି। ତଥାପି ସେମାନଙ୍କୁ କାଳେ ସେମାନଙ୍କର ଅନ୍ୟ କିଛିରେ ଇନଭଲଭମେଣ୍ଟ ଥିବ ସେ ବାବଦରେ ମଧ୍ୟ ଆମର ପଚରା ଉଚରା ଜାରି ରହିଛି। ମୁଁ ଯେମିତି କହିଲି, ଯଦି ଆମେ ଆଉ ଇଣ୍ଟରୋଗେସନ କରୁଛୁ ସେମାନଙ୍କର ଅନ୍ୟ କୋଉଥିରେ ସମ୍ପୃକ୍ତି ଅଛି ବା ଏଇ ଯୋଉ କ୍ୟାଶ କଥା ଉଠୁଛି, ଏଇ ଦୁଇଟି ଦିଗକୁ ନେଇକି ଆମେ ବର୍ତ୍ତମାନ ପଚରା ଉଚରା ଜାରି ରଖିବୁ। ଯଦି କୋର୍ଟ ଚାଲାଣ ପୂର୍ବରୁ ତାଙ୍କଠୁ ସବୁ କଥା ଆଦାୟ ନ ହେଇପାରେ, ଆବଶ୍ୟକ ହେଲେ ପୁଣି ଆମେ କୋର୍ଟରେ ପ୍ରେୟାର କରିକି ତାଙ୍କୁ ରିମାଣ୍ଡ